वन्दे उत्कल जननी चारुहासमय चारुभासमय जननी 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 वन्दे उत्कल जननी वन्दे उत्कल जननी पूतपोयोधि विधौत शरीरा ताळतमाळ सुशोभित तीरा शुभ्रतटिनिकुल शिखर समीरा जननी 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 वन्दे उत्कल जननी। এই চ্যাপ্ଟরটি বন্দে উৎকଳ জননী ଆମର ଉତ୍କଳ ଜନନୀ ମାର କ'ଣ ହେଇଛି ନା ବନ୍ଦନା ଗାନ କରାହେଇଛି। ଏଇଟା କ୍ଲାସ୍ 9th ବି ଅଛି, କ୍ଲାସ୍ 10th ବି ଅଛି। ଯେହେତୁ ଇଏ ଆମର ଷ୍ଟେଟ୍ ସଙ୍ଗ୍ ବା ରାଜ୍ୟ ସଙ୍ଗୀତ ହିସାବରେ ମାନ୍ୟତା ପାଇସାରିଛି, ତ କବି ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର। ତ ଫାର୍ଷ୍ଟ ଚ୍ୟାପ୍ଟରରେ କ୍ଲାସ୍ 9th ଆଉ 10th ସାହିତ୍ୟ ବହିର ପ୍ରଥମ ଚ୍ୟାପ୍ଟରରେ ଏଇ କବିତାଟିକୁ ରଖାଯାଇଛି, ଯିଏକି ପିଲାମାନେ ବନ୍ଦେ ଉତ୍କଳ ଜନନୀ ଚ୍ୟାପ୍ଟରଟିକୁ ସମସ୍ତେ ଭଲ ଭାବରେ ପଢ଼ିବେ ଆଉ ତା ବିଷୟରେ ଜାଣିବେ ଆଉ ତାକୁ ମଧ୍ୟ ମନେ ରଖିବେ, ଯେହେତୁ ଏଇଟା ଆମର ରାଜ୍ୟ ସଙ୍ଗୀତର ମାନ୍ୟତା ପାଇ ସାରିଛି। ତେଣୁ କବିଙ୍କ ବିଷୟରେ କହିଲି, କବି ହେଉଛନ୍ତି କିଏ ନା ଲକ୍ଷ୍ମୀକାନ୍ତ ମହାପାତ୍ର। ଏଇ ବନ୍ଦେ ଉତ୍କଳ ଜନନୀ 1912 ମସିହାରେ ଉତ୍କଳ ସମ୍ମିଳନୀରେ ଗାନ କରାଯାଇଥିଲା। ଇଏ 2020 ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି। ତେଣୁ ଚାଲନ୍ତୁ ଆମେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିଷୟରେ ଟିକେ ଜାଣିବା। ତେଣୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଯିଏକି ଓଡ଼ିଶାରେ କାନ୍ତକବି ରୂପେ ଲକ୍ଷ୍ମୀକାନ୍ତ ମହାପାତ୍ର ସୁପରିଚିତ। ସେ କାନ୍ତକବି, ଆମ ଓଡ଼ିଶାରେ କାନ୍ତକବି ରୂପେ ପରିଚିତ। କିଏ ନା ଲକ୍ଷ୍ମୀକାନ୍ତ ମହାପାତ୍ର। ତାଙ୍କର ପୈତୃକ ଗ୍ରାମ ଭଦ୍ରକ ନିକଟବର୍ତ୍ତୀ ତାଳପଦା। ସେ ଭଦ୍ରକର ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ପୂର୍ବରୁ ଏକ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଥିଲେ ହେଁ ସମ୍ପ୍ରତି ଭଦ୍ରକ ଜିଲ୍ଲାଭୁକ୍ତ ହୋଇଅଛି। ତେଣୁ ପୂର୍ବରୁ ବାଲେଶ୍ୱର ଗୋଟେ ଅବିଭକ୍ତ ଜିଲ୍ଲା ହିସାବରେ ଥିଲା, ତ ବର୍ତ୍ତମାନ ଭଦ୍ରକ ଗୋଟେ ଡିଷ୍ଟ୍ରିକ୍ଟ ହେଇସାରିଛି। ତାଙ୍କ ପିତାଙ୍କ ନାମ ହେଉଛି ଚୌଧୁରୀ ଭଗବତ ପ୍ରସାଦ ସାମନ୍ତରାୟ। ତେଣୁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ବିଷୟରେ ଜାଣିବା ନିହାତି ଜରୁରୀ, କାରଣ ତାଙ୍କ ବିଷୟରେ ଆଉ ଗୋଟେ ମଧ୍ୟ ଚ୍ୟାପ୍ଟର ରହିଛି ଗଦ୍ୟର। ତାଙ୍କ ପିତାଙ୍କ ନାମ ହେଉଛି ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ମାତା ହେଉଛନ୍ତି ରାଧାରାଣୀ ଦେବୀ। ତେଣୁ ମାତାଙ୍କ ନାମ ହେଉଛି ରାଧାରାଣୀ ଦେବୀ ଆଉ ପିତାଙ୍କ ନାମ ହେଉଛି ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ସେ କଟକ, ବାଲେଶ୍ୱର ଠାରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି କଲିକତାସ୍ଥ ରିପନ କଲେଜ ଓ କଟକର ରେଭେନ୍ସା କଲେଜରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ତେଣୁ ସେ କଟକ, ବାଲେଶ୍ୱର ଠାରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି କଲିକତା ସ୍ଥିତ ରିପନ କଲେଜ, କଲିକତାରେ ରିପନ କଲେଜ ଅଛି, କଲିକତା ସ୍ଥିତ ରିପନ କଲେଜ ଓ କଟକର ରେଭେନ୍ସା କଲେଜରୁ ସେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ଭାଗ୍ୟର ବିଡ଼ମ୍ବନା, ଶାରୀରିକ ଅସୁସ୍ଥତା ହେତୁ ଶିକ୍ଷା କ୍ଷେତ୍ରରେ ଅଧିକ ଆଗେଇ ନ ପାରିଲେ ପାରିବାରିକ ଗୁରୁ ବାବାଜୀ ରାମଦାସଙ୍କ ପ୍ରରୋଚନାରେ ସେ ସଙ୍ଗୀତରେ ମନୋନିବେଶ କରିଲେ। ଯେହେତୁ ତାଙ୍କର ଶରୀର ଅସୁସ୍ଥ ରହିଲା, ତେଣୁ ସେ ବିଦ୍ୟା ଦିଗରେ ଆଗକୁ ଯାଇ ନ ପାରିକି ନିଜକୁ ସଙ୍ଗୀତ ଦିଗରେ ଆଗକୁ ନେବା ପାଇଁ ମନ ବଳେଇଛନ୍ତି। ତ କାହାକୁ ଗୁରୁ ରୂପରେ ବାଛିଛନ୍ତି ନା ଗୁରୁ ବାବାଜୀ ରାମଦାସଙ୍କ ହେଉଛନ୍ତି ତାଙ୍କର ଗୁରୁ। ଓଡ଼ିଆ ସାହିତ୍ୟର ବହୁବିଧ ବିଭାଗରେ ଲେଖନୀ ଚାଳନା କରି ସେ ନିଜର ସ୍ୱତନ୍ତ୍ର ସାହିତ୍ୟିକ ପରିଚୟ ସୃଷ୍ଟି କରିଥିଲେ। ସେ ସାହିତ୍ୟର ବହୁବିଧ ବିଭାଗରେ ଲେଖନୀ ଚାଳନା କରିଛନ୍ତି, ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ରଚିତ ସ୍ମରଣୀୟ କୃତି ଗୁଡ଼ିକ ହେଉଛି କଣା ମାମୁଁ। ଏଗୁଡ଼ାକ ଭଲ ଭାବରେ ମନେ ରଖିବେ, ଏଗୁଡ଼ାକ ହିଁ ଆମକୁ ଲେଖିବାର ଅଛି। ତ ଏଗୁଡ଼ାକ ବହୁତ ଇମ୍ପୋର୍ଟାଣ୍ଟ। ତାଙ୍କର ଲେଖା ଗୁଡ଼ାକ କ'ଣ?
ତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଲେଖା ଗୁଡ଼ାକ ହେଉଛି କଣା ମାମୁଁ, ଉପନ୍ୟାସ, ଜୀବନ ସଙ୍ଗୀତ ଯେଉଁଟାକି ସଙ୍ଗୀତ ଗୁଚ୍ଛ, ଦେହି ପଦପଲ୍ଲବ ମୁଦାରମ୍ ଯେଉଁଟାକି ଗଳ୍ପ ସଂକଳନ, ଚଟକ ଚନ୍ଦ୍ରହାଂସ ଚମ୍ପୁ ଲାଳିକା, ଶରୀର ମାଦ୍ୟଂ ପ୍ରବନ୍ଧ ସଂକଳନ ପ୍ରଭୃତି। ତାଙ୍କର ଗଳ୍ପ ବୁଢ଼ା ଶଙ୍ଖାରୀ କବିତା ହେଉଛି ସବୁଥିରୁ ବଞ୍ଚିତ କରି ଓଡ଼ିଶାର ଜନମାନସରେ ବେଶ୍ ପରିଚିତ। ତେଣୁ ତାଙ୍କର ଲେଖା ଗୁଡ଼ାକ ହେଉଛି କ'ଣ? କଣା ମାମୁଁ, ଜୀବନ ସଙ୍ଗୀତ, ଦେହି ପଦ ପଲ୍ଲବ ମୁଦାରମ୍, ଚଟକ ଚନ୍ଦ୍ରହାଂସ ଚମ୍ପୁ, ଶରୀର ମାଦ୍ୟଂ, ବୁଢ଼ା ଶଙ୍ଖାରୀ, ସବୁଥିରୁ ବଞ୍ଚିତ କରି। ତେଣୁ ଦୁଇଟା ଗଳ୍ପ ବୁଢ଼ା ଶଙ୍ଖାରୀ ଆଉ ସବୁଥିରୁ ବଞ୍ଚିତ କରି। ଆଉ ତାଙ୍କର ରଚିତ କୃତି ଗୁଡ଼ିକ ହେଉଛି ଉପନ୍ୟାସରେ ହେଉଛି କଣା ମାମୁଁ, ସଙ୍ଗୀତ ଗୁଚ୍ଛରେ ହେଉଛି ଜୀବନ ସଙ୍ଗୀତ, ଗଳ୍ପ ସଂକଳନରେ ହେଉଛି ଦେହି ପଦ ପଲ୍ଲବ ମୁଦାରମ୍, ଆଉ ଲାଳିକା ହେଉଛି ଚଟକ ଚନ୍ଦ୍ରହାଂସ ଚମ୍ପୁ। ତ ଏଗୁଡ଼ାକ ଭଲ ଭାବରେ ମନେ ରଖିବେ। 1937 ମସିହାରେ ପ୍ରକାଶିତ ଡଗର ପତ୍ରିକା ସେ ଥିଲେ ପ୍ରତିଷ୍ଠାତା ସମ୍ପାଦକ। ତେଣୁ ଡଗର ପତ୍ରିକାର ସମ୍ପାଦକ ମଧ୍ୟ ସେ ଥିଲେ। 1937 ମସିହାରେ ପ୍ରଥମ ଯେଉଁ ଡଗର ପତ୍ରିକା ଥିଲା ତାର ସମ୍ପାଦକ ମଧ୍ୟ ବା ପ୍ରତିଷ୍ଠାତା ମଧ୍ୟ ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଜାତୀୟତାବାଦୀ ଚେତନା ଓ ଦେଶାତ୍ମବୋଧ ଭାବନାର ଏକ ମନୋଜ୍ଞ କୃତି ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ। ତାହେଲେ ବନ୍ଦେ ଉତ୍କଳ ଜନନୀଟି କେଉଁ ପ୍ରକାର ସଙ୍ଗୀତ? ଏ ହେଉଛି ଦେଶାତ୍ମବୋଧ ସଙ୍ଗୀତ। ଜାତୀୟତାବାଦୀ ଚେତନା ଓ ଦେଶାତ୍ମବୋଧ ଭାବନାର ଏକ ମନୋଜ୍ଞ କୃତି ହେଉଛି ବନ୍ଦେ ଉତ୍କଳ ଜନନୀ। ଏହି ଗୀତଟି ଓଡ଼ିଶା ସରକାରଙ୍କ ଦ୍ୱାରା 2020 ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି। 2020 ମସିହାରେ ଏହି ସଙ୍ଗୀତଟି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତଟି ରାଜ୍ୟ ମାନ୍ୟତା ପାଇଛି। ଏହାକୁ ଆମେ ଷ୍ଟେଟ୍ ସଙ୍ଗ ହିସାବରେ ରାଜ୍ୟ ସଙ୍ଗୀତ ହିସାବରେ ଗଣନା କରୁଛେ। ଯେଉଁଟାକି ପ୍ରଥମେ କେବେ ଗାନ କରାଯାଇଥିଲା ନା ଆମର ଯେତେବେଳେ ସାହିତ୍ୟ ସମ୍ମିଳନୀ ହେଇଥିଲା 1912 ମସିହାରେ। ତ 1912 ମସିହାରେ ପ୍ରଥମ କରିକି ଉତ୍କଳ ସମ୍ମିଳନୀରେ ଗାନ କରାଯାଇଥିଲା 1912 ମସିହାରେ। ତ ଆଇ ହୋପ୍ କି କବିଙ୍କ ବିଷୟରେ ଜାଣିଲେ, ଗୀତର ତାତ୍ପର୍ଯ୍ୟ କ'ଣ ଜାଣିଲେ। ଏହା ଏକ ଦେଶାତ୍ମବୋଧ ସଙ୍ଗୀତ। ତେଣୁ ଆମେ ବର୍ତ୍ତମାନ ଚ୍ୟାପ୍ଟର ଭିତରେ କ'ଣ ରହିଛି ଗୀତର ମାହାତ୍ମ୍ୟକୁ ବୁଝିବା। ପ୍ରଥମେ ଯେମିତିକି କହିଲି ଏହା ଏକ ଦେଶାତ୍ମବୋଧ ଗୀତ, ଜାତୀୟତାବାଦୀ ଚେତନା ଓ ଦେଶାତ୍ମବୋଧ ଭାବନାର ଏହା ଏକ ମନୋଜ୍ଞ କୃତି। ତେଣୁ ଚାଲନ୍ତୁ ପଢ଼ିନେବା ଗୀତଟି। ଆଉ ଯାହା ବି କଷ୍ଟ ୱାର୍ଡ଼ ଅଛି ମୁଁ ଆପଣଙ୍କୁ ପଢ଼ିବା ସହିତ ବୁଝେଇ ଚାଲିବି। ଆପଣ ତାର କଷ୍ଟ ୱାର୍ଡ଼ ଗୁଡ଼ାକ ମଧ୍ୟ ଖାତାରେ ଟିପିକି ରଖନ୍ତୁ। ତେଣୁ ଚାଲନ୍ତୁ ପଢ଼ିବା। ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ, ଚାରୁ ହାସମୟୀ ଚାରୁ ଭାସମୟୀ ଜନନୀ ଜନନୀ ଜନନୀ, ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ। ତ ଏଠି ବନ୍ଦେ କିଏ କାହାକୁ ବନ୍ଦନା ଗାନ କରାଯାଇଛି? ଉତ୍କଳ। ଉତ୍କଳ କିଏ? ଆମର ଏଇ ଓଡ଼ିଶାର ଅନ୍ୟ ନାମ ହେଉଛି ଉତ୍କଳ। ଓଡ଼ିଶାର ଅନ୍ୟ ନାମ ହେଉଛି କଳିଙ୍ଗ। ଓଡ଼ିଶାର ଅନ୍ୟ ନାମ ହେଉଛି ଉଡ୍ର। ଓଡ଼ିଶାର ଅନ୍ୟ ନାମ ହେଉଛି ତୋଷାଳୀ। ଓଡ଼ିଶାର ଅନ୍ୟ ନାମ ହେଉଛି କ'ଣ ନା ଉତ୍କଳ। ଆମେ ପ୍ରଥମେ ଓଡ଼ିଶାର ଅନ୍ୟ ନାମ ପ୍ରଥମେ କ'ଣ ଥିଲା ନା ଉତ୍କଳ। ବର୍ତ୍ତମାନ ସେଟା ଓଡ଼ିଶା ଆମେ କହୁଛେ। ତେଣୁ ଏଇ ଉତ୍କଳ ଜନନୀ ମା, ଏଇ ଉତ୍କଳ ଜନନୀ ମାର, ଏଇ ଭାରତ ମାର, ଏଇ ଓଡ଼ିଶା ମାଟି ମାର କ'ଣ କରିବା? ବନ୍ଦେ। ବନ୍ଦେ ଅର୍ଥ ବନ୍ଦନା ଗାନ କରିବା। କାହାର ବନ୍ଦନା ଗାନ କରିବା? ଏଇ ଓଡ଼ିଶା ମାର,
ଏଇ ଉତ୍କଳ ଭୂମିର ଆମେ ବନ୍ଦନା ଗାନ କରିବା। ଏଠି ଏକ ସମ୍ବୋଧନ ଅର୍ଥରେ ମାଙ୍କୁ ଆମେ ଯେମିତି କାହାର ନାଁ ଯେମିତି ନେଇକି ସମ୍ବୋଧନ କରନ୍ତି, ତାଙ୍କୁ ଡାକନ୍ତି, ସେମିତି ଉତ୍କଳ ମାକୁ ଏଠି କବି ସମ୍ବୋଧନ କରିକି ଡାକୁଛନ୍ତି ବା ତାଙ୍କର ବନ୍ଦନା ଗାନ କରୁଛନ୍ତି। ଆଉ କ'ଣ କହୁଛନ୍ତି? ହେ ଉତ୍କଳ ଜନନୀ ମା, ତୋର ହସ ହେଉଛି ସୁନ୍ଦର, ତୋର ଭାଷା ହେଉଛି ସୁନ୍ଦର। ଚାରୁ, ଚାରୁ ଅର୍ଥ ସୌନ୍ଦର୍ଯ୍ୟ ବା ସୁନ୍ଦରତା। ତେଣୁ ତୋର କ'ଣ ସୁନ୍ଦର? ତୋର ହସ ସୁନ୍ଦର। ଆମେ ଯେମିତି କହନ୍ତି ହାସମୟୀ, ହସ ଅର୍ଥ ଆମର ହସ। ତେଣୁ ଏଇ ଉତ୍କଳ ଜନନୀ ମାର ହସ ହେଉଛି ସୁନ୍ଦର। ଆଉ କ'ଣ ସୁନ୍ଦର? ତାର ଭାଷା ମଧ୍ୟ ସୁନ୍ଦର। ତେଣୁ ଲେଖା ହେଲା ଭାଷମୟୀ। ବୁଝିହେଉଛି? ତେଣୁ ଭାଷମୟୀ, ଚାରୁ ଭାଷମୟୀ। ଚାରୁ ଅର୍ଥ ସୁନ୍ଦର। କ'ଣ ସୁନ୍ଦର? ନା ଭାଷା ସୁନ୍ଦର। ତେଣୁ ଚାରୁ ହାସମୟୀ, ଚାରୁ ଭାଷମୟୀ। ତ ସେଥିପାଇଁ ଏଇ ଦୁଇଟା ୱାର୍ଡ଼ ଲେଖା ହେଲା। ଏଠି ଚାରୁ ଅର୍ଥ ସୌନ୍ଦର୍ଯ୍ୟ, ଏଠି ମଧ୍ୟ ଚାରୁ ଅର୍ଥ ସୌନ୍ଦର୍ଯ୍ୟ। ତେଣୁ ତୋର ହସ ସୁନ୍ଦର ଆଉ ତୋର ଭାଷା ସୁନ୍ଦର। କାହାର? ନା ଏଇ ଉତ୍କଳ ଜନନୀର। ଏଇ ଉତ୍କଳ ଜନନୀର। ହେ ଉତ୍କଳ ଜନନୀ ମା, ତୋର ହସ ସୁନ୍ଦର, ତୋର ଭାଷା ମଧ୍ୟ ସୁନ୍ଦର। ତେଣୁ ପୁଣି କବି ଏଠି ତାଙ୍କୁ ସମ୍ବୋଧନ କରୁଛନ୍ତି, ହେ ମା, ମା, ମା। ତେଣୁ ହେ ଜନନୀ ମା, ହେ ଜନନୀ ମା, ତୋର ହସ ସୁନ୍ଦର, ତୋର ଭାଷା ସୁନ୍ଦର। ଆଇ ହୋପ୍ କି ଏଇ ଷ୍ଟାଞ୍ଜାଟି ଭଲ ଭାବରେ ବୁଝା ପଡ଼ିଥିବ। କି ବନ୍ଦେ ଉତ୍କଳ ଜନନୀ ଚାରୁ ହାସମୟୀ, ଚାରୁ ଭାଷମୟୀ ଜନନୀ, ଜନନୀ, ଜନନୀ। ତେଣୁ ହେ ଉତ୍କଳ ଜନନୀ ମା, ତୋର ହସ ସୁନ୍ଦର, ତୋର ଭାଷା ସୁନ୍ଦର। ତେଣୁ ହେ ମା ବୋଲି କବି ଏଠି ବନ୍ଦନା ଗାନ କରିଛନ୍ତି। ତାପର ଇଏକୁ ଦେଖିବା। ପୂତ ପୟୋଧି ବିଧୌତ ଶରୀର, ତାଳତ ମାଳ ସୁଶୋଭିତ ତୀର, ଶୁଭ୍ରତଟିନି କୂଳ ଶିଖର ସମୀର, जननी जननी जननी, वन्दे उत्कल जननी, वन्दे उत्कल जननी। पूत पयोधि, पूत, पूत अर्थ पवित्र। पूत अर्थ कौन? ना पूत अर्थ होची पवित्र। पयोधि, पयोधि अर्थ होची समुद्र बा महोदधि बा जलधि। तेणु पयोधि लिखिपारे। पयोधि अर्थ समुद्र बा जलधि बा जलराशि बा महोदधि। तेणु पूत पयोधि। विधौत शरीरा, विधौत जी कौन करुची? शरीरा। शरीरा एठी देख, शरीर स्त्रीलिंग होची शरीरा। तेणु जी की कौन करुची? शरीर को। कहार शरीर को? यही जननी मार, यही उत्कल जननी मार शरीर को कौन करुची? विधौत। विधौत अर्थ धोई देउची। बुझियोची? धोई देउची। तेणु आमे जेतेबेले आमे एबे कौन महाकुंभ हैला, आमे गले स्नान करिया पई प्रयाग, आमे आम मनरे रहिला कि आमे जदि सेथरे बुड़ पकेबा ताहले आमे मुक्ति पाई जिबा। तेणु समस्ते जेतेबेले कोनोसी हमर जो ये रुहे अस्थि रुहे, आमे जाइकी कोठी स्नान करिके आसंती, आमे जो संगम रे आमे पकेइले आमे भाबंती कि हमर पितृपुरुष मुक्ति पाई गले, आमे बुड़ पकांती। तेणु आमे भाबंती हमर सकल पापर विनाश होउछि। सेमिति बुझियोछि? ये कौन करुछि? ना उत्कल जननी माँ को किए एई महोदधि बा समुद्र कौन उत्कल जननी माँ को तार शरीर को धौत करी ताकू कौन करुछि? ना पवित्र करुछि। तेणु
ପୂତ ପୟୋଧି ବିଧୌତ ଶରୀରା ତାଳତେ ମାଳ ସୁଶୋଭିତ ତୀରା। ତେଣୁ ତୀରାର୍ଥ ତୀରରେ ବା କୂଳରେ। କାହାର କୂଳରେ? ଏଇ ସମୁଦ୍ରର କୂଳରେ, ଏଇ ଜଳରାଶି ମାନଙ୍କର କୂଳରେ ସୁଶୋଭିତ ବା ଶୋଭା ପାଇବା ବା ସୌନ୍ଦର୍ଯ୍ୟ ବୃଦ୍ଧି କରିବା। କିଏ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି? ଆଉ କାହାର କୂଳରେ? ନା ଏଇ ଜଳରାଶିର କୂଳରେ କୋଉମାନେ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି? ନା ତାଳ ତମାଳ। ତାଳ ତମାଳ ଅର୍ଥ ତାଳ ଗଛ, ତମାଳ ଗଛ, ଏଇଟା ବୃକ୍ଷର ନାମ। ତେଣୁ ଏଇ ତାଳ ତମାଳ ଗଛ କ'ଣ କରୁଛି? ନା ଜଳରାଶି ମାନଙ୍କର କୂଳରେ ବା ଆମର ତଟରେ, ତାର ଜଳର କୂଳରେ ଏଇ ତାଳ ତମାଳ ଗଛ ମାନେ କ'ଣ କରୁଛନ୍ତି? ସୁଶୋଭିତ ଅର୍ଥ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି। ଶୁଭ୍ର, ଶୁଭ୍ର ଅର୍ଥ ଧଳା, ଶୁଭ୍ର ଅର୍ଥ ଧଳା। ଶୁଭ୍ର ତଟିନୀ କୂଳ ଶିକର ସମୀରା। ତଟିନୀ, ତଟିନୀ ଅର୍ଥ ନଦୀ, ତଟିନୀ ଅର୍ଥ ନଦୀ, ନଦୀର କୂଳ, ତଟିନୀର କୂଳ। ଶୁଭ୍ର ତଟିନୀ କୂଳ ଶିକର ସମୀରା। ସମୀରା ଅର୍ଥ ପବନ, ସମୀର। ଆମେ ପବନର ପ୍ରତିଶବ୍ଦ ଆପଣ ଜାଣିଥିବେ, ସମୀର ପବନ। ଶିକର, ଶିକର ଅର୍ଥ ଶୀତଳ ଜଳରାଶି ବା ଜଳବାଷ୍ପପୂର୍ଣ୍ଣ ଜଳରାଶି, ବୁଝିହେଉଛି? ଯୋଉଟାକି ଯେମିତି ଆମର ଥଣ୍ଡା ପବନ ବାଜେ ଆମ ଦେହ ଶିହରଣ ହେଇଯାଏ। ତେଣୁ ଥଣ୍ଡା ଜଳରାଶି ପୂର୍ଣ୍ଣ ଯେତେବେଳେ ବର୍ଷା ହେଉଥିବ ତାହା ସହିତ ପବନ ଦଉଥିବ, ତ ଯେମିତି ଆମ ବଡି ଫିଲ୍ କରେ, ଯେମିତି ଆମ ଶରୀର ଅନୁଭବ କରେ, ତ ସେଇ ଅନୁଭବଟାକୁ ଏଇଠି କବି ଉଲ୍ଲେଖ କରିଛନ୍ତି। ବୁଝିହେଉଛି? ଶୁଭ୍ର ତଟିନୀ କୂଳ ଶିକର ସମୀରା। ଜନନୀ ଜନନୀ ଜନନୀ। ତେଣୁ ଏ ଷ୍ଟାଞ୍ଜାର ମୂଲ୍ୟ କ'ଣ ମାନେ ବୁଝିଲେ ଆମେ? କି ଆମର ଉତ୍କଳ ଜନନୀ ମାର ଶରୀରକୁ ଏଇ ପୟୋଧି ବା ଏଇ ସମୁଦ୍ର, ଏଇ ମହୋଦଧି କ'ଣ କରୁଛି? ନା ଧୋଇ ଦେଇକି ତାକୁ ପବିତ୍ର କରୁଛି। ଆଉ କ'ଣ କରୁଛି? ନା ତାର ତୀରରେ ଥିବା ଯୋଉ ତାଳ ତମାଳ ଗଛ ଆର ଶୋଭା ବର୍ଦ୍ଧନ କରୁଛି। ଆଉ ତଟିନୀର, ଶୁଭ୍ର ତଟିନୀ କୂଳ ଯୋଉ ରହିଛି ତାର ଶିକର ସମୀରା ଆମକୁ କ'ଣ ଦଉଛି? ନା ଏଇ ଯୋଉ ଶୀତଳ ଜଳଯୁକ୍ତ ପୂର୍ଣ୍ଣ ପବନ ଆମକୁ ବିଭିନ୍ନ କ'ଣ ଦଉଛି? ନା ପବନ ଦଉଛି। ଜନନୀ ଜନନୀ ଜନନୀ। ତେଣୁ ଏଇ ଉତ୍କଳ ମାର, ଏଇ ଓଡ଼ିଶା ଭୂମିର ତାର ଯୋଉ ସୌନ୍ଦର୍ଯ୍ୟ ରହିଛି, କିପରି ମନମୁଗ୍ଧକର, କ'ଣ କ'ଣ ଆମକୁ ସବୁ ଯୋଗାଇ ଦେଇଛି, ଏହି ସବୁ ବିଷୟରେ ଏଠି କବି ବର୍ଣ୍ଣନା କରିଛନ୍ତି। ତାପର ଷ୍ଟାଞ୍ଜା ଦେଖିବା। ଘନ ଘନ ବନ ଭୂମି ରାଜିତ ଅଙ୍ଗେ ନୀଳଭୂଧର ମାଳ ସାଜେ ତରଙ୍ଗେ କଳ କଳ ମୁଖରିତ ଚାରୁ ବିହଙ୍ଗେ ଜନନୀ 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 ବନ୍ଦେ ଉତ୍କଳ ଜନନୀ। ତେଣୁ କ'ଣ କହିଲେ? ନା ଘନ ଘନ ବନଭୂମି ରାଜିତ ଅଙ୍ଗେ। ଘନ ଘନ ଅର୍ଥ ଘଞ୍ଚ ଘଞ୍ଚ, ବୁଝିହେଉଛି? ଘଞ୍ଚ ଘଞ୍ଚ ବନଭୂମି, ବନବର୍ତ୍ତୀ ଅର୍ଥ ଜଙ୍ଗଲ, ବଣ ଜଙ୍ଗଲ, ଏଇ ପୁରା ଗଛ ବୃକ୍ଷରେ ପୂର୍ଣ୍ଣ ହେଇଗଲେ ଆମେ ସେଟାକୁ ଘଞ୍ଚ ଜଙ୍ଗଲ ବୋଲି କୁହନ୍ତି। ତେଣୁ ଘଞ୍ଚ ଘଞ୍ଚ ବନଭୂମିରେ କ'ଣ କରୁଛି? ତାର ଅଙ୍ଗ ରାଜିତ ଅଙ୍ଗେ। କାହାର ଅଙ୍ଗ? ଏଇ ଉତ୍କଳ ଜନନୀ ମାର ଅଙ୍ଗ ଘଞ୍ଚ ଘଞ୍ଚ ବନଭୂମିରେ କ'ଣ କହୁଛି? ରାଜିତ। ରାଜିତ ମାନେ ଶୋଭା ପାଉଛି। ରାଜିତ ଅର୍ଥ ଶୋଭା ପାଉଛି। ତ ରାଜିତର ଅର୍ଥ ହେଲା କ'ଣ? ନା ଶୋଭା ପାଇବା। କ'ଣ କ'ଣ ଶୋଭା ପାଉଛି? ନା ଉତ୍କଳ ଜନନୀ ମାର ଅଙ୍ଗ ଶୋଭା ପାଉଛି। କୋଉଥିରେ ଶୋଭା ପାଉଛି? ନା ଘନ ଘନ ବନଭୂମିରେ ଶୋଭା ପାଉଛି। ଅର୍ଥାତ୍ ଘଞ୍ଚ ଘଞ୍ଚ ବନଭୂମିରେ ବା ଘଞ୍ଚ ଘଞ୍ଚ ବଣ ଜଙ୍ଗଲରେ, ଶ୍ୟାମଳ ଶସ୍ୟ ଶ୍ୟାମଳ ବଣ ଜଙ୍ଗଲରେ
आम उत्कल जननी मार अंग कौन होची ना शोभा पाउछि। आई होप कि बुझी पाइथिबे। देन तापरे कौन कहउछंती नील भूदर माला साजे तरंगे। नील भूदर माला नील अर्थ नील रंग बा श्यामल रंग बुझियोछि। भूदर भूदर अर्थ पहाड़ भूदर अर्थ कौन पहाड़ माला। आमर नॉर्मल पहाड़ गुड़ाक एई टाइप रो थिबो केमिति केमिति टाइप रो तरंग टाइप रो थिबो। समुद्रर तरंग देखिथिबो समुद्रर तरंग जो भलिया थाए आमर भूदर माला आमर जो पहाड़र माला आमर जो पर्वतर माला तो सेई वे रे ही थाए। आम जो चित्र बनाती सेई वे रे ही बनाती। तो ये जो शस्य श्यामला भूदर माला रही बा पहाड़ माला रही बा पर्वत माला रही केउं भलिया देखा होउची केउं भलिया से सजई हेकी रही ना तरंग सदृश सजई हेची रही। जेमिति कि समुद्रर तरंग सेमिति यही पहाड़ माला गुड़ाक यही भूदर माला गुड़ाक कौन हेची नील भूदर माला गुड़ाक सजई हेकी रही। तापर स्टांजा कौन कहउचंती कळ कळ मुखरित चारु विहंगे माने चारु विहंगे पुणी आसला चारु चारु अर्थ मु कहिथिली चारु अर्थ कौन ना सौंदर्य बा शोभा वृद्धि करबा को माने ना विहंगे। विहंग कहार प्रति शब्द पक्षी मानकर प्रति शब्द होची विहंग। तो विहंगे तेणु बहुत सारा पक्षी एई पक्षी मानकर जो कळ कळ मुखरित अर्थ कळ कळ मुखरित अर्थ तांकर जो शब्द तांको मुहर जो शब्द बाहरे तांकर जो किचिरी मिचिरी शब्द ये कौन करुची आम मन मुग्ध करुची बुझियोची ना कळ कळ मुखरित चारु विहंगे जननी जननी जननी। तेणु एई विभिन्न प्रकार रंग बेरंगर पक्षी मानकर जो शब्द तांकर जो सुमधुर गान से ताहा आमको कौन करुची ना मुखरित करुची बा आमको तृप्ति देउची आमको शांति देउची आउ आमर मन मुग्ध करुची। जननी 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 हे माँ हे माँ हे माँ। तेणु आई होप कि स्टांजाटी आराम से बुझी थिबो। जहाँ भी आपण जो स्टांजाटी बुझी पारना कि कौन वार्ड बुझी पारना ताले निश्चिंत भाव में कमेंट करंतु मु आपणकर कमेंटर आंसर निश्चिंत भाव में देवी। आउ केमिति लागुची निश्चिंत भाव में कमेंट करके जणाइबे सांग मानक सहित निश्चिंत भाव में शेयर करंतु एवं चैनल नुआ थिले निश्चिंत भाव में चैनल टी को सब्सक्राइब कर रखंतु चैनल सहित जोड़ी होइकि रुहंतु भरोसा रखंतु मु आपणको आपणकर निश्चिंत भाव में एग्जाम पर्यंत आपणक सहित रहिबी। नेक्स्ट स्टांजा पढ़िबा सुंदर साली सुशोभित क्षेत्र ज्ञान विज्ञान प्रदर्शित नेत्र जोगी ऋषि गण उटज पवित्र जननी 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 वंदे उत्कल जननी वंदे उत्कल जननी। सुंदर साड़ी सुशोभित क्षेत्र क्षेत्र अर्थ क्षेत्र क्षेत्र अर्थ बिल ए शस्य श्यामल क्षेत्र जो बिल बाड़ी जो ए ओडिशा माटीर जो शस्य खेत खेत अर्थ आमर जो बिल बाड़ी जो थे आम चाषबास करुचे धान खेत बुझे शाड़ी अर्थ धान शाड़ी अर्थ धान। तेणु ए सुंदर शाड़ी बा ये जो सुंदर धान खेत बुझे कौन करुची शोभावर्धन करुची ओडिशा माटीर ए ओडिशा मार शोभा को आउ द्विगुणित कर नौची आहुरी ताकू सौंदर्य रे मंडित करुची। आमे जेमिति अलंकार पिंधिला आमे जेमिति जड़े माँ गोटे माने कौन स्त्री लोक तार सौंदर्य आहुरी वृद्धि हो जाई थाए अलंकार परिधान कले सेमिति आज ए उत्कल माँ शस्य श्यामरार अलंकार पिंधि आहुरी तार सौंदर्य को द्विगुणित करी नेछि।
ତେଣୁ ଏଇ ଯେଉଁ ସୁନ୍ଦର କ୍ଷେତ, ଏଇ ଯେଉଁ ଧାନ କ୍ଷେତ, ଏଇ ଯେଉଁ ଶସ୍ୟ ଶ୍ୟାମଳପୂର୍ଣ୍ଣ ଧାନ କ୍ଷେତରେ ତାର ସୌନ୍ଦର୍ଯ୍ୟ କ'ଣ ହେଉଛି ନା ଦ୍ୱିଗୁଣିତ ହେଇଯାଇଛି। ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ର, ନେତ୍ରା ନେତ୍ରାର୍ଥ ଆଖି, ନେତ୍ର କ'ଣ ନୟନ, ବୁଝିହେଉଛି। ଆମର ଯେଉଁ ବେନି ନୟନ ଅଛି, ଆମର ଯେଉଁ ଦୁଇ ଆଖି ଅଛି, ସେମିତି ଆମ ମାଟି ମାଆର ଯେଉଁ ଆଖି ଅଛି ସେ କୋଉ ପ୍ରକାରର ଆଖି ନା ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା। ଏଇ ଯେଉଁ ଜ୍ଞାନ ବିଜ୍ଞାନକୁ ପ୍ରଦର୍ଶିତ କରିବା ପାଇଁ, ତାର ଉତ୍କର୍ଷତାକୁ ଜଣେଇବା ପାଇଁ, ବୁଝିହେଉଛି, ବିଭିନ୍ନ ପ୍ରକାର ଜ୍ଞାନ ବିଜ୍ଞାନର ଉତ୍କର୍ଷତାକୁ ଜଣେଇବା ପାଇଁ ତାର ଦୁଇଟା ଆଖି ରହିଛି। ତାର ଆଖି ହେଉଛି କୋଉ ପ୍ରକାର ଆଖି ନା ଜ୍ଞାନ ବିଜ୍ଞାନକୁ, ଆମର ଯେଉଁ ଟେକ୍ନୋଲୋଜି ରହିଛି, ଆମର ଯେଉଁ ବିଜ୍ଞାନ ରହିଛି, ଆମର ଯେଉଁ ସାଇନ୍ସ ଡେଭଲପ୍ କରୁଛି, ବୁଝିହେଉଛି। ତ ଏହି ପ୍ରକାର କ'ଣ, ଏହି ପ୍ରକାର ସବୁ ଇଏକୁ ଜ୍ଞାନ ବିଜ୍ଞାନକୁ ପ୍ରଦର୍ଶିତ କରିବା ପାଇଁ ତାର ନେତ୍ର ରହିଛି। ଯୋଗୀ ଋଷି ଗଣ ଉଟଜ ପବିତ୍ର, ଯୋଗୀ ଋଷି ତ ଜାଣିପାରୁଥିବ ଆଗରୁ ଉଟଜ, ଉଟଜ ଅର୍ଥ କୁଡ଼ିଆ, ଉଟଜ ଅର୍ଥ କୁଡ଼ିଆ, ଉଟଜ ଅର୍ଥ ହେଉଛି କ'ଣ ନା କୁଡ଼ିଆ। ପ୍ରଥମରୁ କ'ଣ ଥିଲା, ସବୁ ଯୋଗୀ ଋଷିମାନଙ୍କର କୁଡ଼ିଆ ଥିଲା। ସେମାନେ ବଣ ଜଙ୍ଗଲରେ ଆଶ୍ରମ ତିଆରି କରିକି ଗୁରୁକୁଳ ଆଶ୍ରମ ତିଆରି କରୁଥିଲେ। ସେଇଠି ପିଲାମାନେ ପଢ଼ୁଥିଲେ, ପାଠ ସହିତ ଷାଠ ବିଷୟରେ ଗୁରୁଙ୍କ ବିଷୟ ମାନେ ସେବା ଧର୍ମ କରୁଥିଲେ, ଗାଈ ଗୋରୁଙ୍କ ସେବା ଧର୍ମ କରୁଥିଲେ। ଆଧ୍ୟାତ୍ମିକ ଭାବର ମାନେ ଚେତନା ରହୁଥିଲା, ସେଇ ୱେରେ ସେମାନେ ପାଠ ପଢ଼ୁଥିଲେ ଆଗରୁ। କାରଣ ଆଗରୁ ଗୁରୁକୁଳ ଆଶ୍ରମ ଥିଲା। ଏହି କଲଚର, ଏହି ସଂସ୍କୃତି, ଏହିସବୁ ଜିନିଷ ଆମ ଓଡ଼ିଶା ମାଟିରେ ରହିଛି। ତେଣୁ ଯୋଗୀ ଋଷିଗଣ, ତ ଯୋଗୀମାନେ, ଯେଉଁମାନେ ଋଷିମାନେ, ତାଙ୍କର କ'ଣ ଥିଲା ନା ଉଟଜ ଥିଲା, ମାନେ କୁଡ଼ିଆ ଥିଲା। ତେଣୁ ସେଇ ଉଟଜ, ତାଙ୍କର ସେଇ କୁଡ଼ିଆରେ ସେଇ ପରିବେଶ କ'ଣ ରହୁଥିଲା ନା ପବିତ୍ର ରହୁଥିଲା। ତେଣୁ ସେଇ ଓଡ଼ିଶା ମାଟି ମଧ୍ୟ ପବିତ୍ର ରହୁଥିଲା। ଜନନୀ ଜନନୀ ଜନନୀ, ତେଣୁ ଏଇଠି ପୁଣି ଇଏରେ କ'ଣ କରୁଛନ୍ତି ନା ଲାଷ୍ଟରେ କବି ଏଠି ପୁଣି ମାଟି ମାଆକୁ ସମ୍ବୋଧନ କରି କହୁଛନ୍ତି, ହେ ମାଟି ମା, ହେ ଉତ୍କଳ ଜନନୀ ମା, ତୋର ସେଇ ଶସ୍ୟ ଶ୍ୟାମଳ ଧାନ କ୍ଷେତ୍ରରେ ତୁ ହେଉଛୁ ସ୍ୱଭାବ, ତୋର ଶୋଭାବର୍ଦ୍ଧନ କରୁଛୁ। ତୋର ନେତ୍ର ହେଉଛି ଜ୍ଞାନ ବିଜ୍ଞାନର ନେତ୍ର, ପ୍ରଦର୍ଶିତର ନେତ୍ର। ଆଉ ତୋର ଏହି ମାଟିରେ, ତୋର ଏହି ଉତ୍କଳ ଭୂମିରେ ଯୋଗୀ ଋଷିମାନଙ୍କର କୁଡ଼ିଆ ରହିଛି। ତେଣୁ ଏଇ ମାଟି ମା, ଏଇ ଭୂମି ହେଉଛି ପବିତ୍ର। ହେ ମା, ହେ ମା, ହେ ମା। ତେଣୁ ଆଇ ହୋପ୍ କି ଏଇ ଷ୍ଟାଞ୍ଜାଟି ମଧ୍ୟ ଭଲ ଭାବରେ ଆପଣଙ୍କର ବୁଝା ପଡ଼ିଥିବ। ତେଣୁ ଲାଷ୍ଟରେ ପୁଣି ଆଉ ଥରେ କହୁଛନ୍ତି, ଜନନୀ 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 ବନ୍ଦେ ଉତ୍କଳ ଜନନୀ। ଆଇ ହୋପ୍ କି ଚାପ୍ଟରର ଯେଉଁ 4ଟି ଷ୍ଟାଞ୍ଜା ଥିଲା ଆପଣଙ୍କୁ ନିଶ୍ଚିନ୍ତ ଭାବରେ ମୁଁ ବୁଝିବା ପାଇଁ ସମର୍ଥ ହେଇଥିବି। ଯଦି ଆପଣଙ୍କୁ ଚାପ୍ଟରଟି ନିଶ୍ଚିନ୍ତ ଭାବରେ ବୁଝା ପଡ଼ିଥିବ, ନିଶ୍ଚିନ୍ତ ଭାବରେ ଗୋଟିଏ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ନିଶ୍ଚିନ୍ତ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ ଅଲ୍ ଅଫ୍ ୟୁ। ଜୟ ଜଗନ୍ନାଥ।